Hello everyone, welcome back to Sketch Lesson Point. ଅଷ୍ଟମ ଶ୍ରେଣୀ ପିଲାମାନେ ଅଷ୍ଟମ ଶ୍ରେଣୀ ପିଲାଙ୍କର ସାହିତ୍ୟ ସୁରଭି ପ୍ରଥମ ଅଧ୍ୟାୟ ବିଷୟ ହେଉଛି ଆଶା ଉତ୍କଳୀୟ ପଦ୍ୟଟିଏ ବଢ଼ିଆ ପଦ୍ୟଟିଏ ପଢ଼ିବା। ତା ପୂର୍ବରୁ ଆମେ କବି ପରିଚୟଟିଏ ଦେଖିନେବା। କବି ପରିଚୟ ଦେଖ ଦେଇଛି ଏବାଉଟ୍ ଦି ପୋଏଟ୍। ଓଡ଼ିଆ ସାହିତ୍ୟରେ କବି ବୀରକିଶୋର ଦାସ ଜାତୀୟ କବି ଭାବରେ ପରିଚିତ। 1896 ମସିହା ନଭେମ୍ବର ମାସ 31 ତାରିଖରେ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ପୁନଙ୍ଗ ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ। ସେ ଏକାଧାରରେ ଜଣେ ଦେଶଜବତ୍ସଳ, ମାନବବାଦୀ, ଗାନ୍ଧୀ ଦର୍ଶନବାଦୀ ତଥା ଉଗ୍ର ଜାତୀୟତାବାଦୀ କବି ଥିଲେ। ସ୍ୱାଧୀନତା ସଂଗ୍ରାମର ବହ୍ନି ଶିକ୍ଷାକୁ ପ୍ରଜ୍ୱଳିତ କରିବା ଉଦ୍ଦେଶ୍ୟରେ ସେ ସରଳ, ତରଳ ଓ ସାବଲୀଳ ଭାଷାରେ କବିତାମାନ ରଚନା କରିଥିଲେ। ତାହାଦ୍ୱାରା ଓଡ଼ିଶାର ପୁରପଲ୍ଲୀର ଆବାଳ ବୃଦ୍ଧ ବନିତା ଉଦ୍ବୁଦ୍ଧ ହୋଇ ପତଙ୍ଗ ପରି ସଂଗ୍ରାମରେ ଝାସ ଦେଇଥିଲେ। ମୁଖ୍ୟ କୃତି ହେଉଛି ତାଙ୍କର ମୋହନ ବଂଶୀ, ବିଦ୍ରୋହୀ ବୀଣା, ଫୁଲଚନ୍ଦନ, ବୀର ଗୀତିକା ଇତ୍ୟାଦି। ଆଲୋଚ୍ୟ କବିତା ଆସ ଉତ୍କଳୀୟ କବିତାଟି କବିଙ୍କ ରଚିତ ବୀର ଗୀତିକା, ଯୋଉଟା ଥିଲା ସ୍ୱାଧୀନତା ସଂଗ୍ରାମ ସମୟର ରଚନା, କବିତା ସଂକଳନରୁ ଆନିତ ଅଟେ। ଦେଖିବା ନେକ୍ସଟ କବିତା। ପ୍ରଥମ ପଦ। ଆସ ଉତ୍କଳୀୟ ଶୁଣ ସର୍ବେ ମିଳି ଏ ଦେଶ ଜାତିର ପୂର୍ବ କଥା, ସ୍ମରଣେ ଯାହାର ଗରବେ ତୋର ଆପେ ଆପେ ନଈ ପଡ଼ିବ ମଥା। ଆସ ଉତ୍କଳୀୟ ଶୁଣ ସର୍ବେ ମିଳି। ଜାତୀୟ କବି ବୀରକିଶୋର ଦାସ ସମସ୍ତ ଓଡ଼ିଆବାସୀଙ୍କୁ ଏକାଠି ହୋଇ ଆମ ଦେଶ ଓ ଜାତିର ଅତୀତର ଗୌରବମୟ ଇତିହାସ ଶୁଣିବା ପାଇଁ ଡାକରା ଦେଇଛନ୍ତି। ଏଠି ଏ ଦେଶର ଜାତିର ପୂର୍ବ କଥା ମାନେ ହେଉଛି ଅତୀତର ଗୌରବ କଥା। ସ୍ମରଣେ ଯାହାର ଗରବେ ତୋର ଆପେ ଆପେ ନଈ ପଡ଼ିବ ମଥା। ଏହାର ମାନେ ହେଉଛି ଆମର ଅତୀତ, ଆମର ପୂର୍ବ କଥା ଏତେ ମହାନ ଯେ ସେହି ବୀରତ୍ୱ ଓ ସଂସ୍କୃତିର କଥା ମନେ ପକାଇଲେ ଗର୍ବରେ ଆମର ମୁଣ୍ଡ ଆପେ ଆପେ ନଈ ପଡ଼ିବ ଏବଂ ହୃଦୟକୁ ସମ୍ମାନରେ ଭରି ନେବ। ତ ମଥା ମାନେ ମୁଣ୍ଡ, ଗରେ ମାନେ ଗର୍ବରେ। ଏଠି ସତ୍ୟତା ଗୁଡ଼ାକ ମୁଁ ଲେଖିଦେଇଛି, ତମେ ପଢ଼ିପାରିବ କିମ୍ବା ସ୍କ୍ରିନଶଟ୍ ନେଇକି ପଢ଼ିପାରିବ। ନେକ୍ସଟ ଅଛି ଦ୍ୱିତୀୟ ପଦ। ଷ୍ଟାଞ୍ଜା 2। ବକ୍ସି ଜଗବନ୍ଧୁ ଚନ୍ଦନ ହଜୁରୀ ଗଲେଣି ଉଭେଇ ଅମର ପଥେ, ଯଶ କି ତାଙ୍କର ହେବ କି ମଳିନ ଅମଳିନ ପରା ତାହା ଜଗତେ। ବକ୍ସି ଜଗବନ୍ଧୁ ଚନ୍ଦନ ହଜୁରୀ ଆମର ଯିଏ ଥିଲେ ପାଇକ ବିଦ୍ରୋହର ମହାନ ନାୟକ ବକ୍ସି ଜଗବନ୍ଧୁ ଏବଂ ସିପାହୀ ବିଦ୍ରୋହର ବୀର ହେଉଛନ୍ତି ସଂଗ୍ରାମୀ ଯେଉଁ ଥିଲେ ଚନ୍ଦନ ହଜୁରୀ। ଆଜି ଆଉ ଏ ଜଗତରେ ନାହାନ୍ତି, ସେ ଇହ ଜଗତରେ ମଧ୍ୟ ବି ନାହାନ୍ତି। ତେଣୁ ଏଠାରେ ଲେଖା ହେଲା ଗଲେଣି ଉଭେଇ ଅମର ପଥେ, ଯଶ କି ତାଙ୍କର ହେବ କି ମଳିନ ଅମଳିନ ପରା ତାହା ଜଗତେ। ସେମାନେ ଅମର ପଥକୁ ଚାଲିଗଲେଣି ସତ, କିନ୍ତୁ ସେମାନେ ଆମ ଦେଶ ପାଇଁ କରିଥିବା ତ୍ୟାଗ ଏବଂ ସଂଗ୍ରାମରେ ସୁନାମ ଯେଉଁ ଦେଇଛନ୍ତି କେବେ ବି ମଳିନ ପଡ଼ିବ ନାହିଁ। ସେମାନଙ୍କର ଖ୍ୟାତି ଏହି ପୃଥିବୀର ସର୍ବଦା ଅମଳିନ ହୋଇ ରହିବ ବୋଲି ଏଠାରେ କବି କହିଛନ୍ତି। ଅମଳିନ ମାନେ ହେଉଛି ଫିକା ବା ଯାହା ଏବେ ଲିଭି ନାହିଁ ବା ନଷ୍ଟ ହୋଇନାହିଁ। ଏବେ ଯିବା ତୃତୀୟ ପଦ। ତୃତୀୟ ପଦ ଦେଇଛି କ'ଣ ନା, ପାଇକ ପୁଅର ଗାରିମା ଥିଲା ସ୍ୱାଧୀନତା ଜାଗେ ଦେଲା ଆହୁତି, ସେ ଜାତି ଦାୟାଦ ଆମେ ତ ସରବେ ବୋଳି ହେବା ଅଙ୍ଗେ ସେହି ବିଭୂତି। ପାଇକ ପୁଅର ଗାରିମାଜା ଥିଲା ସ୍ୱାଧୀନତା ଜାଗେ ଦେଲା ଆହୁତି। ତାମାନେ ଓଡ଼ିଶାର ଯେଉଁ ବୀର ପାଇକମାନଙ୍କର ଅଦମ୍ୟ ସାହସ ଓ ଗାରିମା ଯେତିକି ଥିଲା, ସେମାନେ ଦେଶର ସ୍ୱାଧୀନତା ରୂପକ ମହାଯଜ୍ଞରେ, ଏଠି ଦେଖ ଦେଇଛି ସ୍ୱାଧୀନତା ଜାଗେ ଦେଲା ଆହୁତି, ଯେଉଁ ଥିଲା ଆମର ସ୍ୱାଧୀନତା ରୂପକ ମହାଯଜ୍ଞ, ସେଠାରେ ନିଜ ନିଜର ଜୀବନକୁ ଆହୁତି ଦେଇଥିଲେ। ସେ ଜାତି ଦାୟାଦ ଆମେ ତ ସରବେ, ଆମେ ସମସ୍ତେ ସେହି ବୀର ଓଡ଼ିଆ ଜାତିର ଉତ୍ତରାଧିକାରୀ। ଦାୟାଦ ଉତ୍ତରାଧିକାରୀ, ଏଠି ଲେଖା ହେଇଛି ୱାର୍ଡ଼ ମିନିଂ, ତମେ ପଢ଼ିପାରିବ। ବୋଳି ହେବା ଅଙ୍ଗେ ସେହି ବିଭୂତି, ତାମାନେ ହେଉଛି ତେଣୁ ଯେହେତୁ ଆମେ ସେହି ଓଡ଼ିଆ ଜାତିର ଉତ୍ତରାଧିକାରୀ, ସେହି ସ୍ୱାଧୀନତା ଯଜ୍ଞର ପବିତ୍ର ବିଭୂତିକୁ ଆମେ ଆମ ଦେହରେ ବୋଳି ହେଇ ନିଜକୁ ଗର୍ବିତ ମନେ କରିବା ଉଚିତ, ଏଠାରେ କବି କହିଛନ୍ତି। ନେକ୍ସଟ ଅଛି ଚତୁର୍ଥ ପଦ। ତୋଷାଳୀ ପ୍ରାନ୍ତରେ ଦିନେ ବହିଥିଲା ସମରେ ବୀରର ରପତ ନଈ, ସ୍ୱାଧୀନତା ପାଇଁ ପ୍ରାଣ ଦେଲେ ଯେତେ ପଚାରିଲା ମାଟି ଜୀବତ କହି। ଏହାର ମାନେ ହେଉଛି ପିଲାମାନେ, ତୋଷାଳୀ ପ୍ରାନ୍ତରେ ଦିନେ ବହିଥିଲା ସମର ବୀରର ରପତ ନଈ। ଅତୀତର ସେହି ପ୍ରାଚୀନ ତୋଷାଳୀ, ଯେଉଁଟାକୁ ଆମେ ଧଉଳି ମଧ୍ୟ କହିଥାଉ, ପ୍ରାନ୍ତରରେ ଦେଶର ସ୍ୱାଧୀନତା ଓ ସ୍ୱାଭିମାନ ରକ୍ଷା କରିବା ପାଇଁ ଯୁଦ୍ଧ
जो होइथिला ଯେଉଁଥିରେ କି ଅସଂଖ୍ୟ ବୀର ଓଡ଼ିଆମାନଙ୍କର ରକ୍ତର ନଦୀ ବୋହି ଯାଇଥିଲା, ଯେଉଁଟାକୁ ଆଜି ଆମେ ମଧ୍ୟ କହୁଛେ ଦୟା ନଦୀ। ସ୍ୱାଧୀନତା ପାଇଁ ପ୍ରାଣ ଦେଲେ ଯେତେ ପଚାରିଲା ମାଟି ଜୀବ ତ କହି। ଦେଶର ସ୍ୱାଧୀନତା ପାଇଁ ସେଦିନ କେତେ ଯେ ବୀର ନିଜର ପ୍ରାଣ ବଳି ଦେଇଥିଲେ, ଆଜି ସେହି ତୋଷାଳୀର ମାଟିକୁ ପଚାରିଲେ ସେସବୁ କଥା କହିଦେବ। ଅର୍ଥାତ୍ ଏହି ମାଟି ବୀରତ୍ୱର ମୂକସାକ୍ଷୀ ମଧ୍ୟ ବି କୁହାଯାଇପାରେ। ଦେଖ, ରକତ ନଈ ମାନେ ହେଉଛି ରକ୍ତର ନଦୀ, ସମର ମାନେ ଯୁଦ୍ଧ ବା ରଣକ୍ଷେତ୍ରରେ। ତୋଷାଳୀ ହେଉଛି ଆମର ପ୍ରାଚୀନ କଳିଙ୍ଗର ଏକ ପ୍ରାନ୍ତ, ଯେଉଁଟାକୁ ଆମେ ଧଉଳି ପାହାଡ଼ ଆଜି କହୁଛେ। ପଞ୍ଚମ ପଦ ଷ୍ଟାଞ୍ଜା ପାଳି। ଶାନ୍ତି ମୈତ୍ରୀ ପ୍ରୀତି ପୂତ ବାଣିଜ୍ୟ ହିଁ ସ୍ଫୁରୁଥିଲା ପ୍ରତି ଅନ୍ତର ଭରି, ଅହିଂସା ମନ୍ତ୍ରରେ ଦେଲା ଯେଉଁ ଦୀକ୍ଷା, କାହିଁ କେଉଁ ଦେଶ ହେବ ତା ସରି। ଶାନ୍ତି ମୈତ୍ରୀ ପ୍ରୀତି ପୂତ ବାଣିଜ୍ୟ ହିଁ ସ୍ଫୁରୁଥିଲା ପ୍ରତି ଅନ୍ତର ଭରି। ଆମ ଉତ୍କଳ ଭୂମି, ଆମ ଓଡ଼ିଶା କେବଳ ବୀରମାନଙ୍କର ଦେଶ ନୁହେଁ, ବରଂ ଏଠାକାରେ ପ୍ରତ୍ୟେକ ବ୍ୟକ୍ତିଙ୍କର ଅନ୍ତରରେ ଶାନ୍ତି ମୈତ୍ରୀ ମାନେ ବନ୍ଧୁତା ଏବଂ ପ୍ରୀତି ମାନେ ପ୍ରେମର ପବିତ୍ର ବାର୍ତ୍ତା ଭରି ରହିଛି। ଅହିଂସା ମନ୍ତ୍ରରେ ଦେଲା ଯେଉଁ ଦୀକ୍ଷା, କାହିଁ କେଉଁ ଦେଶ ହେବ ତା ସରି। ଅହିଂସା ମନ୍ତ୍ର ଯେଉଁ ଆମର ଥିଲା ଚଣ୍ଡାଶୋକକୁ ଯେଉଁ ଧର୍ମାଶୋକରେ ପରିଣତ କରି ଏହି ମାଟି ସମଗ୍ର ବିଶ୍ୱକୁ ଅହିଂସା ମନ୍ତ୍ରର ଯେଉଁ ମହାନ ଦୀକ୍ଷା ଦେଇଛି, ପୃଥିବୀର ଅନ୍ୟ କୌଣସି ଦେଶ ତାହାର ସମାନ ବା ତୁଳନୀୟ ହୋଇପାରିବ ନାହିଁ ବୋଲି କବି କହିଛନ୍ତି ଏଠାରେ। ମୈତ୍ରୀ ମାନେ ବନ୍ଧୁତା, ପ୍ରୀତି ମାନେ ପ୍ରେମ ଏବଂ ପୂତ ବାଣୀ ମାନେ ପବିତ୍ର କଥା, ଏଗୁଡ଼ାକ ଶବ୍ଦାର୍ଥରେ ବି ଦେଇଛି। ଆମର ଟେଲିଗ୍ରାମ ଚ୍ୟାନେଲ, ହ୍ୱାଟ୍ସଆପ୍ ଚ୍ୟାନେଲ ଲିଙ୍କ୍ ଅଛି ଡେସ୍କ୍ରିପସନ୍ରେ, ଯାଇକି ଜଏନ୍ କର। ସେଠାରେ ମୁଁ ପିଡ଼ିଏଫ୍ଟି ପଠାଇଦେବି, ତୁମେ ପଢ଼ିପାରିବ। ଆଉ ଏତେବେଳେ ପର୍ଯ୍ୟନ୍ତ ଯେଉଁମାନେ ବି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନ, ଜଲ୍ଦି ଜଲ୍ଦି ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ବେଲ୍ ଆଇକନ୍କୁ ଅଲ୍ ନୋଟିଫିକେସନ୍ ସେଟ୍ କରିନିଅ। ଏହିଭଳି ବିଷୟ ତୁମର ଅଲ୍ ପଢ଼ା ହେବ ଏବଂ କ୍ୱେଶ୍ଚିନ୍ ଆନ୍ସର୍ ବି ଅପଲୋଡ଼ ହେବ। ସେଥିପାଇଁ ଯେଉଁମାନେ ବି ସବସ୍କ୍ରାଇବ୍ କରିନ, ଜଲ୍ଦି ଜଲ୍ଦି ସବସ୍କ୍ରାଇବ୍ କରିନିଅ। ଷଷ୍ଠ ପଦ ଜାତି ପାଇଁ ଦିନେ ବାଳୁତ ଧର୍ମା, ଝାସିଥିଲା ପ୍ରାଣ ସାଗର ଜଳେ, ଲିଭିବ କି ତାର ଅଲିଭା କାହାଣୀ, ଥିବା ଯାଇ ନର ଧରଣୀ ତଳେ। ଏଠାରେ ଶବ୍ଦାର୍ଥ ଦେଖ ଅଛି ବାଳୁତ। ବାଳୁତ ମାନେ ହେଉଛି ବାଳକ। ଜାତି ପାଇଁ ଦିନେ ବାଳୁତ ଧର୍ମା, ଝାସିଥିଲା ପ୍ରାଣ ସାଗର ଜଳେ। ଝାସିଥିଲା ମାନେ ଡେଇଁ ପଡ଼ିଥିଲା, ଯେଉଁଟାକି କୁହାଯାଇଛି ଆମର 1200 ବଢ଼େଇଙ୍କ ଜୀବନ କଥା। ଯେତେବେଳେ ସୂର୍ଯ୍ୟ ମନ୍ଦିର ତିଆରି ହେବାକୁ ଥିଲା, ସେତେବେଳେ 1200 ବଢ଼େଇ ନିଯୁକ୍ତି ହୋଇଥିଲେ ଏବଂ ସେହି 1200 ବଢ଼େଇଙ୍କ ଜୀବନ ତଥା ନିଜ ଜାତିର ମନରକ୍ଷା ପାଇଁ 12 ବର୍ଷର ବାଳକ ଧର୍ମା, ଯାହାର ନାଁ ଧର୍ମପଦ ଥିଲା, ତୁମେ ପଢ଼ିଥିବ ମଧ୍ୟ ପିଲାବେଳେ, ସେ କ'ଣ କରିଥିଲା ନା କୋଣାର୍କ ମନ୍ଦିରର ଦଧି ନଦୀ ସ୍ଥାପନ କରିବା ପରେ ମହାଦଧି, ଯେଉଁଟାକି ଆମେ ସାଗର ମଧ୍ୟ କହୁଛେ, ସେ ଜଳକୁ ଡେଇଁ ପଡ଼ି ନିଜ ଜୀବନ ଦେଇଥିଲା। ଯେଉଁଟାକି ଝାସିଥିଲା ମାନେ ଡେଇଁ ପଡ଼ିଥିଲା ସାଗର ଜଳେ। ଲିଭିବ କି ତାର ଅଲିଭା କାହାଣୀ, ଥିବା ଯାଇ ନର ଧରଣୀ ତଳେ। ଯେତେବେଳେ ପର୍ଯ୍ୟନ୍ତ ଏ ଧରଣୀ ରହିଛି, ଯେତେବେଳେ ପର୍ଯ୍ୟନ୍ତ ଏ ପୃଥିବୀ ରହିଛି, ଯେତେ ଦିନ ପର୍ଯ୍ୟନ୍ତ ଏହି ପୃଥିବୀ ପୃଷ୍ଠରେ ମନୁଷ୍ୟ ଜାତି ବଞ୍ଚି ରହିଛନ୍ତି, ସେତେ ଦିନ ପର୍ଯ୍ୟନ୍ତ ଧର୍ମର ଏହି ଅଲିଭା କାହାଣୀ ଯେଉଁଟାକି ରହିଛି, ଯାହା କେବେ ଲିଭେ ନାହିଁ, ଯେଉଁଟାକୁ କୁହାଯାଏ, ଓ ତାର ଅମର ବଳିଦାନର କାହାଣୀ କେବେ ବି ଲିଭିବ ନାହିଁ। ନେକ୍ସଟ ଷ୍ଟାଞ୍ଜା ପଢ଼ିବା। ସପ୍ତମ ପଦ ତ୍ୟାଗ ଆଦରସ ଜାତିର ମହତ୍ଵ, ଦେଶ ପାଇଁ ଦେଲା ନିଜକୁ ବଳି, ଦରିଦ୍ର ଜନର ବନ୍ଧୁ ଗୋପବନ୍ଧୁ, ସେ ପୁଅ ମହିମା ହେବ କି କଳି। ତ୍ୟାଗ ଆଦରସ ଜାତିର ମହତ୍ଵ, ଦେଶ ପାଇଁ ଦେଲା ନିଜକୁ ବଳି। ଆଦର୍ଶ ମାନେ ଆଦର୍ଶ ଯେଉଁଟାକୁ ଆମେ କହୁଛେ, ଉତ୍କଳମଣି ଗୋପବନ୍ଧୁ ଦାସ ଥିଲେ ଦରିଦ୍ର ଓ ଅସହାୟ ଲୋକଙ୍କର ପ୍ରକୃତ ବନ୍ଧୁ। ତ୍ୟାଗ ଓ ଆଦର୍ଶ ଥିଲା ତାଙ୍କ ଜୀବନର ମୂଳ ମନ୍ତ୍ର। ଆମେ ମଧ୍ୟ ଜାଣିଛେ, ପିଲାବେଳୁ ମଧ୍ୟ ତାଙ୍କ ବିଷୟରେ ବି ପଢ଼ିଛେ। ଦରିଦ୍ର ଜନର ବନ୍ଧୁ ଗୋପବନ୍ଧୁ, ସେ ପୁଅ ମହିମା ହେବ କି କଳି। ସେ ନିଜ ଜାତିର ମହତ୍ଵ ରକ୍ଷା କରିବାକୁ ଯାଇ ଦେଶର ସେବାରେ ନିଜର ସମସ୍ତ ସୁଖ ସନ୍ଦୋଷ ଏବଂ ଜୀବନକୁ ବଳିଦାନ ଦେଇଥିଲେ। ଉତ୍କଳ ମାତାର ସେହି ମହାନ ସୁଯୋଗ୍ୟ ପୁତ୍ର ଗୋପବନ୍ଧୁ ମହିମାକୁ କେହି କେବେ କଳନା ବା ହିସାବ କରିପାରିବେ ନାହିଁ ବୋଲି ଏଠାରେ କବି ଜଣାଇଛନ୍ତି। କଳି ମାନେ କଳନା କରିବା ବା ହିସାବ କରିବା କେବେ ହେଲେ ବି ଆମ ପକ୍ଷରେ ସମ୍ଭବପର ନୁହେଁ। ଅଷ୍ଟମ ପଦ ବାଜି ରାଉତର ନାଁ ଲୁଚି ନାହିଁ, ମୁକଟ ପଥର ସୈନିକ ସେହି, ତରପଣ କର ସେ ନାମ ଉଚ୍ଚାରି, ସ୍ୱାଧୀନ ସଂଗ୍ରାମ ପୁରାଣ ଦେଇ। ଢେଙ୍କାନାଳର କ୍ଷୁଦ୍ର ବାଳକ ବାଜି ରାଉତ, ସେ ଢେଙ୍କାନାଳରେ ରହୁଥିଲା, ତାର ନାଁ ବାଜି ରାଉତ ଥିଲା, ଯିଏକି ବ୍ରିଟିଶ ପୋଲିସଙ୍କ ଗୁଳିରେ ପ୍ରାଣ ହରାଇଥିଲା। ଦେଶର ମୁକ୍ତି ସଂଗ୍ରାମ ହିସାବରେ ତାର ଇତିହାସରେ ତାର ନାମ ଆଜି ମଧ୍ୟ ବି ଲୁଚି ଯାଇନାହିଁ। ତରପଣ କର ସେହି ନାମ ଉଚ୍ଚାରି, ସ୍ୱାଧୀନ ସଂଗ୍ରାମ ପୁରାଣ ହେଇ।
ତାର ଯେଉଁ ଅମର ସ୍ୱାଧୀନତା ସଂଗ୍ରାମର ପୁରାଣ ଯେଉଁଟା ଇତିହାସ ପୃଷ୍ଠାକୁ ଖୋଲିଦେଲେ ସେ ଅମର ବୀର ଶହୀଦମାନଙ୍କ ନାମ ଉଚ୍ଚାରଣ କର ଏବଂ ସେମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ବା ତର୍ପଣ କର ବୋଲି ଏଠାରେ କବି ମଧ୍ୟ କହିଛନ୍ତି। ମୁଖତ ପଥର ମାନେ ମୁକ୍ତି ପଥର ବା ସ୍ୱାଧୀନତା ସଂଗ୍ରାମର ଯେଉଁ ନାଁ ଦିଗ ରହିଛି ତର୍ପଣ ବା ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା। ଫେରି ମାନେ ଖୋଲି, ଯେଉଁ ଆମେ ଇତିହାସ ପୃଷ୍ଠାକୁ ଖୋଲିବା, ତାର ଅର୍ଥରେ ଏଠାରେ କୁହାଯାଇଛି। ଆଜି ଆମେ ଆଶା ଉତ୍କଳୀୟ ବିଷୟଟି ପୁରା କ୍ଲିଅରଲି ଅଷ୍ଟମ ପଦ ଯାଏଁ ବୁଝିଲେ ଏବଂ କିଛିଟା ଶବ୍ଦାର୍ଥ ମଧ୍ୟ ଜାଣିଲେ। ନେକ୍ସଟ ଭିଡ଼ିଓରେ ଆମେ ଏହାର କ୍ୱେଶ୍ଚିନ୍ ଆନ୍ସର ଆଣିବା। ସେତେବେଳେ ପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ରଖିଥାଅ। ତମ ପାଖକୁ ଫାଷ୍ଟ ନୋଟିଫିକେସନ୍ ଯିବ ଯେତେବେଳେ ଆମର କ୍ୱେଶ୍ଚିନ୍ ଆନ୍ସର ସବୁ ଅପଲୋଡ଼ ହେଇଯିବ। ରହିଲି, ଜୟ ଜଗନ୍ନାଥ।